ସାଇବର ଆର୍ଥିକ ଠକେଇ ମାମଲାରେ ଓଡ଼ିଶା ପୋଲିସର E0FIR ବ୍ୟବସ୍ଥାର ଶୁଭାରମ୍ଭ। ସାଇବର ଆର୍ଥିକ ଠକେଇ ମାମଲାର ଶୀଘ୍ର ପଞ୍ଜୀକରଣ, ଦ୍ରୁତ ତଦନ୍ତ ଓ ପୀଡ଼ିତଙ୍କୁ ତତ୍କ୍ଷଣାତ୍ ନ୍ୟାୟ ପ୍ରଦାନ ଉଦ୍ଦେଶ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ E0FIR ବ୍ୟବସ୍ଥାର ଶୁଭାରମ୍ଭ କରାଯାଇଛି। ରାଜ୍ୟ ପୋଲିସ ମୁଖ୍ୟାଳୟରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନୂତନ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ସାଇବର ଆର୍ଥିକ ଠକେଇ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଅଭିଯୋଗ ପଞ୍ଜୀକରଣକୁ ଅଧିକ ଦ୍ରୁତ, ସରଳ ଏବଂ ପ୍ରଭାବଶାଳୀ କରିବା ସହ ଠକେଇ ହୋଇଥିବା ଅର୍ଥ ଉଦ୍ଧାରର ସମ୍ଭାବନା ବଢ଼ାଇବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ମାଧ୍ୟମରେ ନାଗରିକମାନେ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନକଲ୍ୟାଣମୂଳକ ପୋଲିସ ସେବା ପାଇପାରିବେ। ନୂତନ ବ୍ୟବସ୍ଥା ଅନୁଯାୟୀ ଜାତୀୟ ସାଇବର ହେଲ୍ପଲାଇନ୍ 1930ରେ 10 ଲକ୍ଷ ଟଙ୍କା କିମ୍ବା ତା'ଠାରୁ ଅଧିକ ସାଇବର ଆର୍ଥିକ ଠକେଇ ସମ୍ବନ୍ଧୀୟ ଅଭିଯୋଗ ପଞ୍ଜୀକୃତ ହେଲେ CCTNS ବ୍ୟବସ୍ଥାରେ ସ୍ୱୟଂଚାଳିତ ଭାବେ E0FIR ଅନୁରୋଧ ସୃଷ୍ଟି ହୋଇ ଅପରାଧ ଶାଖାର ସାଇବର ପୋଲିସ ଷ୍ଟେସନକୁ ପଠାଯିବ। ପ୍ରାରମ୍ଭିକ ଯାଞ୍ଚ ପରେ ସାଇବର ପୋଲିସ ନିୟମିତ FIR ପଞ୍ଜୀକରଣ କରି ତଦନ୍ତ ଆରମ୍ଭ କରିବ। ବ୍ୟବସ୍ଥା ଅନୁଯାୟୀ ମାମଲାକୁ ସମ୍ପୃକ୍ତ ଥାନାକୁ ସ୍ଥାନାନ୍ତର, E0FIR ଭାବେ ପଞ୍ଜୀକରଣ ପୂର୍ବରୁ ଥିବା ମାମଲା ସହ ସଂଯୋଗ କିମ୍ବା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରୁଥିବା ଅଭିଯୋଗକୁ ବନ୍ଦ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହାଦ୍ୱାରା ମାମଲା ପଞ୍ଜୀକରଣ ଏବଂ ସୂଚନା ଆଦାନ ପ୍ରଦାନ ଅଧିକ ଦ୍ରୁତ ଓ ସୁବ୍ୟବସ୍ଥିତ ହେବା ସହ ଅଭିଯୋଗକାରୀମାନେ ନିଜ ମାମଲାର ଅଗ୍ରଗତି ସମ୍ପର୍କରେ ସହଜରେ ସୂଚନା ପ୍ରାପ୍ତ ହୋଇପାରିବେ।